ଲଦାଖରେ ଲକ୍ଷ୍ୟ ଧ୍ୱଂସ କଲା ନୂତନ ଆକାଶ କ୍ଷେପଣାସ୍ତ୍ର। ଆକାଶ ପ୍ରାଇମ୍ ସେନାରେ ଆକାଶ କ୍ଷେପଣାସ୍ତ୍ରର ତୃତୀୟ ଏବଂ ଚତୁର୍ଥ ରେଜିମେଣ୍ଟ ଗଠନ କରିବ। ଲଦାଖରେ 15,000 ଫୁଟ ଉଚ୍ଚତାରେ ସେନା ଆକାଶ ପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ସିଷ୍ଟମର ନୂତନ ପ୍ରକାର ଆକାଶ ପ୍ରାଇମ୍ ଏକ ପରୀକ୍ଷଣ ଚାଳନ ସମୟରେ 2ଟି ନିଶ୍ଚିତ ହତ୍ୟା କରିଛି। ଆକାଶ ପ୍ରାଇମ୍ ସେନାରେ ଆକାଶ କ୍ଷେପଣାସ୍ତ୍ରର ତୃତୀୟ ଏବଂ ଚତୁର୍ଥ ରେଜିମେଣ୍ଟ ଗଠନ କରିବ। ଏହି ଅସ୍ତ୍ର ପ୍ରଣାଳୀକୁ 4500 ମିଟରରୁ ଅଧିକ ଉଚ୍ଚତାରେ କାର୍ଯ୍ୟ କରିବା ପାଇଁ ପରିବର୍ତ୍ତନ କରାଯାଇଛି ଏବଂ ଏଥିରେ ସର୍ବଶେଷ ଅପଗ୍ରେଡ୍ ରହିଛି, ଯେଉଁଥିରେ ଏକ ସ୍ୱଦେଶୀ ଭାବରେ ବିକଶିତ ରେଡିଓ ଫ୍ରିକ୍ୱେନ୍ସି ସିକର ଅନ୍ତର୍ଭୁକ୍ତ, ଯାହା ରେଡିଓ ସିଗ୍ନାଲଗୁଡ଼ିକୁ ବିମ୍ କରିଥାଏ ଏବଂ ଟାର୍ଗେଟଗୁଡ଼ିକୁ ଟ୍ରାକ୍ ଏବଂ ଧ୍ୱଂସ କରିବା ପାଇଁ ଏହାର ଟର୍ମିନାଲ ପର୍ଯ୍ୟାୟ ସମୟରେ ସେଗୁଡ଼ିକୁ ବ୍ୟବହାର କରିଥାଏ। ପୂର୍ବତନ ବୈଜ୍ଞାନିକ ଡକ୍ଟର ପ୍ରହଲ୍ଲାଦ ରାମାରାଓ 15 ବର୍ଷ ପୂର୍ବେ କ୍ଷେପଣାସ୍ତ୍ର ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାର କ୍ଷୁଦ୍ର ଦୂରତା ବାୟୁ ବିପଦରୁ ସୁରକ୍ଷା ପ୍ରଦାନ କରେ। ଏଥିରେ ଅନ୍ତର୍ନିହିତ ଇଲେକ୍ଟ୍ରୋନିକ୍ ପ୍ରତିକାର ବ୍ୟବସ୍ଥା ଅଛି ଏବଂ ସମଗ୍ର ସିଷ୍ଟମକୁ ମୋବାଇଲ ପ୍ଲାଟଫର୍ମରେ ବିନ୍ୟାସ କରାଯାଇଛି, ଯାହା ଏହାକୁ ସାମରିକ ଶକ୍ତିରେ ଏକ ଅତ୍ୟନ୍ତ ଚଲାଇବା ଯୋଗ୍ୟ ଏବଂ ଶକ୍ତିଶାଳୀ ଯୋଗ କରିଥାଏ। ପ୍ରତ୍ୟେକ ଲଞ୍ଚର 3ଟି କ୍ଷେପଣାସ୍ତ୍ର ବହନ କରେ, ଯାହା ଅଗ୍ନି ଏବଂ ଭୁଲିଯିବାରେ କାର୍ଯ୍ୟ କରେ। ଏହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରାୟ 20 ଫୁଟ ଲମ୍ବା ଏବଂ 710 କିଲୋଗ୍ରାମ ଓଜନର। ପ୍ରତ୍ୟେକ କ୍ଷେପଣାସ୍ତ୍ର 60 କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରେ। କ୍ଷେପଣାସ୍ତ୍ରଟି ଏକ ଅବିଚ୍ଛେଦ୍ୟ ରାମଜେଟ୍ ରକେଟ୍ ପ୍ରଣଳନ ପ୍ରଣାଳୀ ବ୍ୟବହାର କରେ ଏବଂ ଏକ ବୋର୍ଡ ଡିଜିଟାଲ ଅଟୋପାଇଲଟ୍ ସ୍ଥିରତା ଏବଂ ନିୟନ୍ତ୍ରଣ ସୁନିଶ୍ଚିତ କରେ। କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ପରିସରର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ନିର୍ଦ୍ଦେଶ ମାର୍ଗଦର୍ଶନ ପ୍ରଦାନ କରେ। ଏହି ସିଷ୍ଟମଟି ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଏଥିରେ ବାସ୍ତବ ସମୟ ବହୁ ସେନ୍ସର ଡାଟା ପ୍ରକ୍ରିୟାକରଣ ଏବଂ ବିପଦ ମୂଲ୍ୟାଙ୍କନ କ୍ଷମତା ଅଛି ଏବଂ ଲକ୍ଷ୍ୟ ହାସଲ, ଚିହ୍ନଟ ଏବଂ ନିରପେକ୍ଷ କରିବା ଠାରୁ ଦ୍ରୁତ ଗତିରେ କାର୍ଯ୍ୟ କରେ।